କିଏ ଦି ଜଣକୁ ମାଟାକୁ ହେଇଛି ତାପରେ ଝିଅ ଡାକିକି ନେଇ ଯାଇଥିବ ଏଣେ ମାରି ଦେଇଛନ୍ତି। ଆଗରୁ କିଛି ପୂର୍ବ ଶତ୍ରୁତା ଥିଲା କି? ନା। ଘର କୋଉଠି ଆପଣଙ୍କର? ଜଳଙ୍ଗା। ଜଳଙ୍ଗା। ମୁଁ ଆସିକି ରହୁଛି ଏଇଠି କାମଧାମ କରେ ରାୟମଣି। ଏଇ ରାସ୍ତା ଫାସ୍ତା ଯାଏ କାମ କରତେ, ମିସ୍ତ୍ରୀ ଫିସ୍ତ୍ରୀଙ୍କ ସାଙ୍ଗରେ ଯାଏ। କେତେବେଳେ ଦେଖିଥିଲ, ମାନେ ଘରୁ କେତେବେଳେ ବାହାରିଥିଲ? ଏ 9ଟା ଟାଇମ୍ରେ ବାହାରିଥିଲି। ଆଚ୍ଛା, କ'ଣ କହିଥିଲ କିଛି? ନା, କିଛି କହିନି। ଥାନାରେ ଅଭିଯୋଗ କଲଣି? ଆସିଥିଲେ ସାର୍। ଅଭିଯୋଗ କରୁଛ? କ'ଣ ଭାବୁଛ, କ'ଣ ମାନେ କ'ଣ ମାନେ ମରିବାର କାରଣ କ'ଣ ହେଇଛି? ମୁଁ ଭାବୁଛି ରେପ୍ ହେଇଛି। କିଏ ଦି ଜଣକୁ? ମାଟାକୁ ହେଇଛି ତାପରେ ଝିଅ ଡାକିକି ନେଇ ଯାଇଥିବ ଏଣେ ମାରି ଦେଇଛନ୍ତି। ଝିଅ କାହିଁ ମାରିଦେଲା? କ'ଣ ଭାବୁଛନ୍ତି ଝିଅ କାହିଁ ମାରିଲା? କହିପାରିବିନି। ଇଏ ଦେଖିଥିବ, ତା ମାଆକୁ ଯେତେବେଳେ ମାରିଛନ୍ତି ସିଏ ଦେଖିଥିବ। କେତେ ଜଣ? ଜଣେ ତ ଦେଖା ହେଉଛି, ଆଉ କିଏ ଥିବେ କ'ଣ କହିପାରିବି। ଏଇନା ତ ଜଷ୍ଟ ଆସିକି ଆମେ ସ୍ପଟ୍ରେ ପହଞ୍ଚିଲୁ। ଯାହା ଆମର ପ୍ରିଲିମିନାରୀ ରିପୋର୍ଟ ଯାହା ଆସିଛି କି 2 ଜଣ ମୃତଦେହ ଉଦ୍ଧାର ହେଇଛନ୍ତି, ଗୋଟେ ମାଆଟେ ଆଉ ତା ଝିଅଟେ। ଆଉ ସ୍ପଟ୍ ଭେରିଫିକେସନ୍ ଆଉ ଆମେ ଭେରିଫାଏ କରୁଛୁ। ଆକ୍ୟୁଜ୍ ଯାହା ସସ୍ପେକ୍ଟ ଅଛି ତାକୁ ତ ଆମେ ନେଇକି ଯାଇଛୁ। ତାପରେ ଫର୍ଦର ଯାହା ଆସିବ ଆମେ ଆପଣଙ୍କୁ ଜଣାଇବୁ।